ଚିକନ ବସ୍ୱାଇ ତେଣୁ ମୋର ବୟସ 84 ବର୍ଷ ଏବଂ ହନୁମାନଙ୍କ ମନ୍ଦିର ତିଆରି ହେଲାଣି ଆଜକୁ ଦୀର୍ଘ 11 ବର୍ଷ ଧରି ଆମେ ଅନେକ ବାଳକ ଅନେକ ବୃଦ୍ଧ ଗଛ ବୃକ୍ଷ ଲଗାଇକି ସୁନ୍ଦର ଏବଂ ସବୁଜ କରିବା ପାଇଁ ନିଜେ ସବୁ ଏ ବୟସରେ ବୁଢ଼ା ବୁଢ଼ୀମାନେ ଆମେ ପାଣି ମଧ୍ୟ ଦେଇକି ଗଛକୁ ବଞ୍ଚେଇଛୁ। ଦୁର୍ଭାଗ୍ୟଜନକ କଥା, ଜଣେ ମାଫିଆ ତା ପଛପଟେ ଘର କରି ଜୋର ଜବରଦସ୍ତ ବରଗଛ, ଅଶ୍ୱତ୍ଥ ଗଛ, ନଡ଼ିଆ ଗଛ, ଆମ୍ବ ଗଛ, ଲେମ୍ବୁ ଗଛ, ବିଭିନ୍ନ ପ୍ରକାର ଫୁଲ ଗଛ ହାଣି କୁଟି ତାକୁ ସଫା କରିଦେଇଛି ଏବଂ ଆମେ ତହସିଲଦାର ମହୋଦୟଙ୍କୁ ଏ କଥା କହିଲୁ। ତହସିଲଦାର ମହୋଦୟ ଆର୍ଆଇଙ୍କୁ ପଠାଇଲେ। ଆର୍ଆଇ ଇନକ୍ୱାରି କରିକି ମଧ୍ୟ ଦେଖିଲେ ପ୍ରକୃତ ଗଛ ସବୁ କଟା ହେଇକି ବିଭିନ୍ନ ପ୍ରକାର ଜାଗାରେ ଫୋପଡ଼ା ହେଇଛି ଏବଂ ଏ ବାବଦରେ କେତେକ ଯୁବକ ମଧ୍ୟ ଥାନାରେ ଯାଇକି ପହଞ୍ଚିଛନ୍ତି। ଥାନା ବାବୁ ମଧ୍ୟ ତାକୁ ଡାକିଛନ୍ତି। ଏ ପର୍ଯ୍ୟନ୍ତ ଥାନାକୁ ସେ ଯାଇନାହିଁ। ଆମେ ଚାହୁଁଛୁ ଯେ ସରକାରୀଙ୍କ ଜମିରେ ସରକାର କହୁଛନ୍ତି ଗଛ ବୃକ୍ଷ ଲଗାଅ, ପରିବେଶକୁ ସୁରକ୍ଷା ରଖ, ତେଣୁ ସେଇ ଗଛ ଲାଗୁ ଏବଂ ଯେମିତି ସିଏ ଆଉ ଏଭଳି କାର୍ଯ୍ୟ ଏମିତି ନ କରୁ, ତାକୁ ଉଚିତ ଶିକ୍ଷା ଦିଆଯାଉ। ଏଭଳି ବର୍ବର ଲୋକ ଏ ଜଗତରେ ଏଭଳି କାଣ୍ଡ କରୁଛନ୍ତି, ଏମିତି କେହି ନ କରନ୍ତୁ। କୁମାର ସ୍ୱାଇଁ, ଘର କଦଳୀବାରି। ସମସ୍ୟା ଆକ୍ଚୁଆଲି କ'ଣ, ଏଇ ଯେଉଁ ଗୋଟେ ମନ୍ଦିର ଆମର ହେଇଛି ସେଇଟା ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ମନ୍ଦିର ଥିଲା। ଆଉ ଆମର ଯେଉଁ ଯୁବ ଗୋଷ୍ଠୀ ମାନେ ଥିଲେ ଆମେ ସେଠି ଗୋଟେ ଉଦ୍ୟାନ କରିଥିଲୁ। ବିଭିନ୍ନ ପ୍ରକାର ଗଛ ଲାଗିଥିଲା, ମାନେ ଫୁଲ ଗଛ ଲାଗିଥିଲା, ଫଳନ୍ତି ଗଛ ବି ଥିଲା, ନଡ଼ିଆ ଗଛ 3ଟା, ବର ଗଛ 3ଟା ଥିଲା। ମନ୍ଦିର 7 ବର୍ଷ ହେଲାଣି। ପରେ ଜଣେ ଲୋକ, ତା ନାଁ ହେଉଛି ଉତ୍ତମ ସ୍ୱାଇଁ, ତା ବାବାଜୀ ସ୍ୱାଇଁ, ସେ ଘର କଲା। ଘର କରିବା ପରେ ବି ତାକୁ ଆମେ ଜାଗା ଦେଇଥିଲୁ। ସିଏ କ'ଣ କଲା, ଧୀରେ ଧୀରେ ମାନେ ଆମେ ଅନୁପସ୍ଥିତ ଅବସ୍ଥାରେ ଗୋଟେ ଗଛ କାଟେ। ଆମେ ତାକୁ କେହି ବିରୋଧ କରିନଥିଲୁ। ପରଦିନ ବିଳମ୍ବିତ ରାତିରେ ସେ କ'ଣ କରିଛି, ଆମର ଯେଉଁଟା ଟ୍ରାକ୍ଟର ଜେସିବି ଲଗେଇକି ସେ ଗଛ 2ଟା ବରଗଛ ଦାଳି ଦେଇଛି, 3ଟା ନଡ଼ିଆ ଦାଳି ଦେଇଛି। ଆଉ ଯେଉଁ ଫୁଲ ଯେଉଁ ବଗିଚାଟା ଥିଲା ତାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦେଇଛି। ମାନେ ତା ଉଦ୍ଦେଶ୍ୟ ହେଉଛି କ'ଣ, ଏ ଜାଗାଟାକୁ ମୁଁ ଅକ୍ତିଆର କରିବି, ଜାଗାରେ ମୁଁ ଘର କରିବି। ଆଉ ଏ ଜାଗା ପଛ ଯେଉଁ ଜାଗା ଦେଖନ୍ତୁ, ସେ ଜାଗା ଟୋଟାଲ ଅନାବାଜିରେ ଅଛି। ତେଣୁ ଆଜିକା ମୁଁ ଏତିକି ମେସେଜ ଦେବାକୁ ଚାହୁଁଛି, ଲୋକ ଚାହୁଁଛନ୍ତି, ଗଭର୍ଣ୍ଣମେଣ୍ଟ ଚାହୁଁଛି ବୃକ୍ଷରୋପଣ କର। ଆଉ ବୃକ୍ଷ ହେଉଛି ଆମ ସମାଜକୁ, ପରିବେଶକୁ ସେଇଟା ସୁରକ୍ଷିତ ରଖିବ। କିନ୍ତୁ ଇଏ ଅମାନସିକ ଲୋକ ଯେଉଁ ଉତ୍ତମ ସ୍ୱାଇଁ, ମାନେ ବର୍ବରିତ ଅମାନିତ କାମ କରି ଗଛ ବି ନଷ୍ଟ କରିଛି। ଏ ବାବଦରେ କାଲି ମୁଁ ତହସିଲଦାରକୁ ଇନଫର୍ମ କରିଥିଲି। ତା ଛଡ଼ା ଆମର ଏରସମା ଥାନାରେ ବି ଅଭିଯୋଗ କରିଥିଲି। ଥାନାବାଲା ତାକୁ ଡକେଇଥିଲେ ମୋ ସାମ୍ନାରେ, ସେ ଜାଣି ଶୁଣି ବି ଯାଇନି। ଆଜି ବି ପୁଣି ମୁଁ ଥାନାବାଲାକୁ ଜଣାଇଥିଲି, ତାକୁ 5 ଘଣ୍ଟାକୁ ଡକେଇଛନ୍ତି। ଆଉ ଆର୍ଆଇ କାଲି ଆସିଥିଲେ, ସବୁ ରିପୋର୍ଟ ନେଇଛନ୍ତି। ସେ ତହସିଲ ମ୍ୟାଡ଼ାମକୁ ପ୍ରଦାନ କରିବେ। ତାପରେ କ'ଣ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏଇଟା ଆମେ ଦେଖିବୁ। ମୁଁ ଚାହୁଁଛି ଏଭଳି ଲୋକଙ୍କୁ ମାନେ ସମାଜ ଆଗରେ, ଏଇ ଯେଉଁ ଲୋକର ଅସଲ ଚରିତ୍ର ଲୋକ ଦେଖନ୍ତୁ। ଆର ଚରିତ୍ର କ'ଣ, ଲୋକ ସମାଜ ପାଇଁ ଚାହୁଁଛନ୍ତି କେମିତି ମଙ୍ଗଳ ହଉ, ଗଛ ହିଁ ଆମର ଜୀବନ। କିନ୍ତୁ ଏ ଲୋକ ଦିନ ଦ୍ୱିପହରେ ମାନେ ସରକାରୀ ଜମି ଦଖଲ କରୁଛି। ଯୋଉଟା ଗୋଚର ଆମର ଜମି ଅଛି, ଦେଖନ୍ତୁ ସେ ଗୋଚର ଜମି ଆମର ମାନେ ଜୀବଜନ୍ତୁ ଯେଉଁଟା ଆମର ମାନେ ଗାଈ ଗୋରୁ ଯାହା ଚାରଣ ଭୂମି ରହିଛି ତାକୁ ସେ ଦଖଲ କରିଛି। ଏମିତି ମାନେ ଏତେ ସେ ବର୍ବଚିତ ଲୋକ, ଏତେ ଅମାନସ ଲୋକ ଉତ୍ତମ ସ୍ୱାଇଁ, ସବୁ ଜାଗା ସେ କବ୍ଜା କରିବା ପାଇଁ ଚାହୁଁଛି। ମୁଁ ଚାହୁଁଛି ମିଡ଼ିଆ ମାଧ୍ୟମରେ ସମସ୍ତେ ଲୋକଙ୍କୁ ଜାଣନ୍ତୁ ଲୋକର ଚରିତ୍ର କ'ଣ, ସମାଜ ଆଗକୁ ଦେଖୁ। ଆଇନ ତ ତା ବାଟରେ ଯିବ, ଆଇନ ତାର ଯାହା ତାକୁ ଇଏ କରିବ। ତେଣୁ ଲୋକ ଥରେ ଭାବନ୍ତୁ, ଏଭଳି କାମ କେମିତି ନ କରନ୍ତୁ। ଏତିକି ମାନେ ଅନୁରୋଧ।